ଆପଣ ସମସ୍ତଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଆମ ଅଙ୍ଗନବାଡ଼ିରେ ପୁଣି ଥରେ ସ୍ୱାଗତ। ଆଜି ଆମେ ଏହି ଭିଡ଼ିଓରେ ପୋଷଣ ଟ୍ରାକର ଆପ୍ରେ ଯେଉଁ ନୂଆ ଅପଡ଼େଟ୍ ଆସିଛି ସେଥିରେ ଆମର କ'ଣ ଚେଞ୍ଜ ହେଇଛି ତାହା ଆଜି ଆମେ ଏହି ଭିଡ଼ିଓରେ ଜାଣିବାକୁ ପାଇପାରିବା। ତ ଚାଲନ୍ତୁ ଡେରି ନ କରି ଏହି ଭିଡ଼ିଓଟିକୁ ଷ୍ଟାର୍ଟ କରିନେବା। ପୋଷଣ ଟ୍ରାକର ଆପ୍ରେ ଯେଉଁ ଆମର ନୂଆ ଅପଡ଼େଟ୍ଟି ଆସିଛି ସେଇଟା ହେଉଛି 24.8.1 ଭର୍ଜନ ଏବଂ ଏହି ଅପଡ଼େଟ୍ଟି 1 ଅଗଷ୍ଟ 2025 ତାରିଖରେ ଆସିଛି। ପୋଷଣ ଟ୍ରାକର ଆପ୍ରେ ଯେଉଁ ନୂଆ ଅପଡ଼େଟ୍ଟି ଆସିଛି ତାହା ହେଉଛି ରିମୁଭ୍ଡ ବେନିଫିସିଆରୀ ରେଜିଷ୍ଟ୍ରେସନ୍ ଫ୍ରମ୍ ଆକ୍ସନ୍ ସେଣ୍ଟର। ୟାର ମାନେ ହେଉଛି ଯେ ପୋଷଣ ଟ୍ରାକର ଆପ୍ରେ ଯେଉଁ ଆକ୍ସନ୍ ସେଣ୍ଟର ଗୋଟେ ଅଛି ବା ଯେଉଁ ଆକ୍ସନ୍ ସେଣ୍ଟରଟି ଅଛି ସେଥିରେ ବେନିଫିସିଆରୀ ମାନଙ୍କର ରେଜିଷ୍ଟ୍ରେସନ୍ କରିବା ପାଇଁ ଗୋଟିଏ ଡାଇରେକ୍ଟ ଅପସନ୍ ଥିଲା। ତ ଏହି ଅପଡ଼େଟ୍ରେ ସେହି ଅପସନ୍ଟିକୁ ଚେଞ୍ଜ କରିଦେଇଛନ୍ତି ବା ତାକୁ ଡିଲିଟ୍ କରି ଦେଇଛନ୍ତି। ଚାଲନ୍ତୁ ଏବେ ଏହି ଆପ୍ଟିକୁ ଅପଡ଼େଟ୍ କରିନେବା। ଅପଡ଼େଟ୍ କରିବା ପାଇଁ ପ୍ଲେ ଷ୍ଟୋରକୁ ଯାଇକି ଏଠାରେ ଆପଣମାନେ ଦେଖିବାକୁ ପାଇପାରିବେ ସର୍ଚ୍ଚ ଅପସନ୍ ଅଛି। ଏହା ଉପରେ କ୍ଲିକ୍ କରି ଏଠାରେ ଆମେ ଲେଖିନେବା ପୋଷଣ ଟ୍ରାକର। ଲେଖି ସାରିଲା ପରେ ଏଇଠି ଆପଣମାନେ ଦେଖିବାକୁ ପାଇପାରିବେ ଅପଡ଼େଟ୍। ଏହା ଉପରେ ଏବେ କ୍ଲିକ୍ କରିନେବା। ଏଠାରେ ଆପଣମାନେ ଦେଖିପାରିବେ ଯେ ଆମର ଏହି ଆପ୍ଟି ଅପଡ଼େଟ୍ ହେଇସାରିଛି। ଏବେ ଚାଲନ୍ତୁ ଏହାକୁ ଓପନ୍ କରିନେବା। ଏବେ ଅଙ୍ଗନବାଡ଼ି ୱାର୍କର ଉପରେ କ୍ଲିକ୍ କରିନେବା। ଏହାପରେ ଏଠାରେ ଆପଣ ଲଗଇନ୍ ଅପସନ୍ ଦେଖିବାକୁ ପାଇପାରିବେ। ଏବେ ଏହା ଉପରେ କ୍ଲିକ୍ କରିନେବା। ଏହାପରେ ଏବେ ଏଠାରେ ଆପଣ ଆପଣଙ୍କର ୟୁଜର ନେମ୍ ଏବଂ ପାସୱାର୍ଡ଼ ଦେଇକି ଏହି ଆପ୍ଟିକୁ ସାଇନ୍ ଇନ୍ କରିନେବେ ବା ଏହାକୁ ଓପନ୍ କରିନେବେ। ଚାଲନ୍ତୁ ଏବେ ଏହି ଆପ୍ଟିକୁ ଆମେ ବି ଓପନ୍ କରିନେବା। ପୋଷଣ ଟ୍ରାକର ଆପ୍ର ଯେଉଁ ନୂଆ ଅପଡ଼େଟ୍ ଆସିଛି ସେଥିରେ ଯେଉଁ ଚେଞ୍ଜ ହେଇଛି ସେଥିରେ ହେଉଛି ଆମର ବେନିଫିସିଆରୀ ମାନଙ୍କର ଯେଉଁ ରେଜିଷ୍ଟ୍ରେସନ୍ ଥିଲା ତାକୁ ଏହି ଆକ୍ସନ୍ ସେଣ୍ଟରରୁ ଡିଲିଟ୍ କରି ଦିଆଯାଇଛି। ବେନିଫିସିଆରୀ ମାନଙ୍କୁ ରେଜିଷ୍ଟ୍ରେସନ୍ କରିବା ପାଇଁ ଏହି ଆପ୍ରେ ଆଉ ଦୁଇଟା ଅପସନ୍ ରହିଛି। ଗୋଟେ ହେଉଛି ଏଠାରେ ଆପଣ ଦେଖିବାକୁ ପାଇପାରିବେ ବେନିଫିସିଆରୀ ଅପସନ୍ ଅଛି ଏବଂ ଏହାର ଠିକ୍ ତଳେ ବି ଗୋଟେ ବେନିଫିସିଆରୀ ଅପସନ୍ ରହିଅଛି। ଆମେ ଏହି ଦୁଇଟା ଉପରେ କ୍ଲିକ୍ କରି ଆମେ ବେନିଫିସିଆରୀ ମାନଙ୍କର ରେଜିଷ୍ଟ୍ରେସନ୍ ଏହି ଆପ୍ରେ କରିପାରିବା। ଏହା ସହ ବେନିଫିସିଆରୀ ମାନଙ୍କର ରେଜିଷ୍ଟ୍ରେସନରେ ମଧ୍ୟ ଟିକେ ଚେଞ୍ଜେସ୍ ହେଇଛି। ଚାଲନ୍ତୁ ଏହାକୁ ଜାଣିନେବା। ବେନିଫିସିଆରୀ ଉପରେ କ୍ଲିକ୍ କରିନେବା। ଏହାପରେ ଏଠାରେ ଅଛି ଆଡଲ୍ଟସ୍ ଆଣ୍ଡ ଗାର୍ଲସ୍। ଏହା ଉପରେ ଏବେ କ୍ଲିକ୍ କରିନେବା। ଏଠାରେ ଆପଣମାନେ ଦେଖିବାକୁ ପାଇପାରିବେ ନ୍ୟୁ ରେଜିଷ୍ଟ୍ରେସନ୍। ଏବେ ଏହା ଉପରେ କ୍ଲିକ୍ କରିନେବା। ଏହାପରେ ଏଠାରେ ଦେଖିପାରିବେ ଆମର ଯେଉଁ ନୂଆ ଅପଡ଼େଟ୍ଟି ଆସିଛି ସେଥିରେ ଆମକୁ କ'ଣ କରିବାକୁ ପଡ଼ିବ। ବର୍ତ୍ତମାନ ଏହି ଅପଡ଼େଟ୍ ପରେ ବେନିଫିସିଆରୀ ମାନଙ୍କର ରେଜିଷ୍ଟ୍ରେସନ୍ କରିବା ପାଇଁ ଆମକୁ ତାଙ୍କର EKYC ଏବଂ ଫେସ୍ କ୍ୟାପଚର୍ କରିବାକୁ ପଡ଼ିବ ବା ଫେସ୍ ଭେରିଫିକେସନ୍ କରିବାକୁ ପଡ଼ିବ। ଏହି ଆପ୍ରେ ଆପଣ ଯେଉଁ ବେନିଫିସିଆରୀ ମାନଙ୍କୁ ରେଜିଷ୍ଟ୍ରେସନ୍ କରନ୍ତି ସେହି ସମସ୍ତ ବେନିଫିସିଆରୀ ମାନଙ୍କୁ ଏବେ ରେଜିଷ୍ଟ୍ରେସନ୍ କରିବା ପାଇଁ ଆମକୁ ତାଙ୍କର EKYC ଏବଂ ତା ସହ ଫେସ୍ କ୍ୟାପଚର୍ କରିବାକୁ ପଡ଼ିବ। ଆମର ଏଥିରେ ଯେଉଁ ଗର୍ଭବତୀ ମହିଳା, ପ୍ରସୂତି ମା ଏବଂ କିଶୋରୀ ବାଳିକାମାନେ ରହିଲେ ଏମାନଙ୍କର ରେଜିଷ୍ଟ୍ରେସନ୍ କରିବା ପାଇଁ ତାଙ୍କର EKYC ଏବଂ ଫେସ୍ ଭେରିଫିକେସନ୍ କରିବାକୁ ପଡ଼ିବ। ଏହାପରେ ଯଦି ଆପଣ କୌଣସି ଶିଶୁର ରେଜିଷ୍ଟ୍ରେସନ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ସେହି
ଶିଶୁର ରେଜିଷ୍ଟ୍ରେସନ୍ ପାଇଁ ତାଙ୍କର ମା, ବାପା କିମ୍ବା ଗାର୍ଜିଆନ ତିନି ଜଣଙ୍କ ମଧ୍ୟରୁ ଯାହାର ବି EKYC ଏବଂ ଫେସ୍ ଭେରିଫିକେସନ୍ କରିବାକୁ ପଡ଼ିବ। ଏହାପରେ ବେନିଫିସିଆରୀର EKYC କରିବା ପାଇଁ ତାଙ୍କର ଆଧାର ନମ୍ବର ଲାଗିବ ଏବଂ ସେହି ବେନିଫିସିଆରୀଙ୍କର ଆଧାର କାର୍ଡ଼ରେ ଯେଉଁ ମୋବାଇଲ ନମ୍ବରଟି ଅଛି ସେହି ମୋବାଇଲ ନମ୍ବରରେ ଗୋଟେ OTP ଯିବ। ସେହି OTPକୁ ଏଥିରେ ଭେରିଫିକେସନ୍ କରିବାକୁ ପଡ଼ିବ। ଏହାପରେ ଲାଷ୍ଟରେ ଅଛି ଆମର ଫେସ୍ କ୍ୟାପଚର। ତ ଏହାପରେ ଏବେ ଆମେ ଅଣ୍ଡରଷ୍ଟୁଡ୍ ଉପରେ କ୍ଲିକ୍ କରିନେବା। ଏହାପରେ ଆପଣ ଯେଉଁ ବେନିଫିସିଆରୀଙ୍କୁ ରେଜିଷ୍ଟ୍ରେସନ୍ କରିବା ପାଇଁ ଚାହୁଁଛନ୍ତି ଏଠାରେ ତାଙ୍କର ଆଧାର ନମ୍ବର ଏବଂ ମୋବାଇଲ ନମ୍ବରଟି ଫିଲ୍ଅପ୍ କରିନେବେ ଏବଂ ତଳେ ଅଛି ପ୍ରୋସିଡ୍, ଏହା ଉପରେ କ୍ଲିକ୍ କରିନେବେ। ମୋବାଇଲ ନମ୍ବରଟି ଫିଲ୍ଅପ୍ କଲା ସମୟରେ ଏଇଟା ଧ୍ୟାନ ରଖିବେ ଯେ ସେହି ମୋବାଇଲ ନମ୍ବରଟି ଦେବେ ଯେଉଁ ମୋବାଇଲ ନମ୍ବରଟି ତାଙ୍କର ଆଧାର କାର୍ଡ଼ରେ ଆଟାଚ୍ ଅଛି। କାହିଁକି ନା ସେହି ମୋବାଇଲ ନମ୍ବରରେ ଗୋଟେ OTP ଯିବ। ସେହି OTPକୁ ଆପଣ ଫିଲ୍ କରିକି ଆପଣ ଆଗକୁ ଯାଇପାରିବେ। ବର୍ତ୍ତମାନ ମୋର କୌଣସି ନୂଆ ବେନିଫିସିଆରୀ ନାହାନ୍ତି, ସେଇଥିପାଇଁ ମୁଁ ଏହାର ଆଗକୁ ଆଉ ଯାଇପାରିବି ନାହିଁ। ହେଲେ ଏହା କହିବା ପାଇଁ ଚାହୁଁଛି ଯେ ଯେଉଁ ଟାଇମ୍ରେ ମୋର ନୂଆ ବେନିଫିସିଆରୀ ଆସିଯିବେ ସେହି ସମୟରେ ମୁଁ ବେନିଫିସିଆରୀମାନଙ୍କୁ କିପରି ଭାବରେ ରେଜିଷ୍ଟ୍ରେସନ୍ କରିବା ସେହି ଭିଡ଼ିଓଟି ଅପଲୋଡ଼ କରିନେବି। ଏହା ଥିଲା ଆଜିର ଭିଡ଼ିଓ। ଧନ୍ୟବାଦ।